श्री राम। बोलो सिया रामचंद्र महाप्रभु की जय। माता सीता देवी की जय। बजरंग बली की जय। हे भक्त समाज आसंतो जानिबा विष्णु राम हेले कहीं आपण जानिथिबे भगवान विष्णु ही राम। त्रेतया जुगरे विद्युत केश वंशरे माली सुमाली माल्यवंत नामरे 3 जन प्रबल प्रतापी राक्षस थिले। मर्त्यपुर नागपुर जय करि सारिबा परे सेमाने दिने स्वर्गपुर जय करिबा पाई बाहरिले। स्वर्गर राजा इंद्र सेमानंक सहित युद्ध करी परास्त हुई नारायणंकर साहाय्य भिक्षा कले। गोलक बिहारी विष्णु स्वर्गपुर रक्षा करिबा पाई राक्षस मानक सहित युद्धरे अवतीर्ण हेले। माली माल्यवंत राक्षस द्वयंकर युद्ध क्षेत्र रे मृत्यु हेला। सुमाली प्राण भୟରେ युद्ध भूमि त्याग करी पळई गला। सुबल गिरी विश्रवा ऋषि तपस्या करुथांती। सुमाली निज कन्या निकषा सहित तांकर शरणापन्न हेले। निकषा विश्रवा ऋषि को स्वामी पदरे वरण कले। किछि दिन परे निकषा तीनोटी संतान जात हेला। पुत्र संतान एवं गोटिए कन्या संतान जन्म हेला। प्रथम पुत्रर नाम हेला रावण। तार 10 मुंड एवं 20टी हस्त थिबारु से पुणी परिचित हेला दशानन विंश बाहु नामरे। द्वितीय पुत्र नाम हेला कुंभकर्ण। तार कर्ण दय कुंभ सदृश प्रतीयमान हेउथिला। तृतीय पुत्रर शरीर रे शुभ चिन्ह देखि विश्रवा तार नाम देले विभीषण। कन्यार नाम हेला शूर्पणखा। शूर्पणखार नख पंक्ति शूर्प अर्थात कुला परी दुष्ट हेउथिला। ऋषि संतान माने बड़ हेबा परे ब्रह्मा को तपस्या कले। ब्रह्मा सेमानंकर कठोर तपस्या रे संतुष्ट हुई वर प्रदान कले। रावण कहिले मते 56 गंडा जुग वंचिबा पई परमायु दियंतो। मो बाहुबलरे त्रिभुवन जय करि पारिबी। नर सरो गंधर्व किन्नर मानंकर हस्तरे मोर मृत्यु हेब नहीं। प्रजापति कहिले तुमर मन कामना पूर्ण हेब दशानन। किंतु तुमे परस्त्री हरण कले निहत हेब। कुंभकर्ण कहिले मोर मान सम्मान धन संपद राज सिंहासन लोड़ा नहीं। मु केवल शांति रे खाई पी सुईबा पई इच्छा करूची। ब्रह्मा हसी हसी कहिले वर्षरे गोटिए दिन तुमर निद्रा भंग हेब कुंभकर्ण। जेउ वर्ष तुमर द्वितीय बार निद्रा भंग हेब सेही समय रे मृत्यु हेब। विभीषण नीरव हुई छिड़ा होइतंती। ब्रह्मा पचारिले तुम्बर कौन कौनसी वर पाइबा पई अभ्यास नहीं। विभीषण कहिले हे सृष्टिकर्ता मते आशीर्वाद करंतु। मो मर्त्यरे जेपरि विष्णुंकर दर्शन पाइबी। ब्रह्मा तथास्तु कही अंतर्ध्यान होई गले। ब्रह्मांक बरर सत्यासत्य जानिबा पई दशानन दिग्विजय करिबा पई बाहरिले।
ପ୍ରଥମେ ସେ ସମୁଦ୍ର ପାର ହୋଇ ଲଙ୍କାପୁରରେ ପହଞ୍ଚିଲେ। କୁବେର ସେଠାରେ ଅବସ୍ଥାନ କରୁଥାନ୍ତି। ତାଙ୍କର ଐଶ୍ୱର୍ଯ୍ୟ ଧନରତ୍ନ ରାବଣକୁ ଆକୃଷ୍ଟ କଲା। ସେ ଯୁଦ୍ଧ କରି କୁବେରଙ୍କୁ ପରାସ୍ତ କଲେ। ବହୁ ଧନ ସମ୍ପତ୍ତିର ଅଧିକାରୀ ହୋଇ ସେଠାରେ ରାଜଧାନୀ ସ୍ଥାପନ କଲେ। ନିଜର ଜ୍ଞାତି କୁଟୁମ୍ବ ମାନଙ୍କୁ ସେଠାକୁ ନେଇ ଅବସ୍ଥାନ କଲେ। ଦିନେ ରାବଣ ପୁଷ୍ପକ ନାମକ ରଥରେ ବସି ଆନନ୍ଦରେ ଭ୍ରମଣ କରୁଥାନ୍ତି। ଦେଖିଲେ କିଷ୍କିନ୍ଧର ରାଜା ବାଳି ସମୁଦ୍ର କୂଳରେ ସନ୍ଧ୍ୟା କର୍ମ କରୁଛନ୍ତି। ମହାପ୍ରତାପୀ ବାଳିଙ୍କ ବିଷୟରେ ରାବଣ ପୂର୍ବରୁ ଶୁଣିଥିଲେ। ତାଙ୍କ ପରି ବୀର ମର୍ତ୍ତ୍ୟପୁରରେ କେହି ନାହାନ୍ତି। ବାଳିଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ରାବଣଙ୍କର ଇଚ୍ଛା ହେଲା। ସେ ଲୁଚି ଲୁଚି ଯାଇ ତାଙ୍କୁ ପଶ୍ଚାତ୍ଭାଗରୁ ଆକ୍ରମଣ କଲେ। ବାଳି ଥିଲେ ବୀରପଣରେ ଅଦ୍ୱିତୀୟ। ସେ ସଙ୍ଗେ ସଙ୍ଗେ ରାବଣଙ୍କୁ ଆୟତ୍ତ କରି ନେଇ ଦଣ୍ଡ ସ୍ୱରୂପ ଯୁକ୍ତ 2 ଥର ସମୁଦ୍ର ଜଳରେ ବୁଡ଼ାଇ ଦେଲେ। ତାପରେ କିଷ୍କିନ୍ଧାକୁ ନେଇ ନିଜ ପୁତ୍ର ଅଙ୍ଗଦକୁ ଅର୍ପଣ କଲେ। ଅଙ୍ଗଦ ଥିଲେ ପିତାଙ୍କ ପରି ଯୋଦ୍ଧା। ରାବଣକୁ ଶାସ୍ତି ଦେବା ପାଇଁ ନଟୁ ପରି ସେ ତାଙ୍କୁ ଘୁରାଇବାକୁ ଲାଗିଲେ। ରାବଣ ନିଜର ଭୁଲ ବୁଝିପାରି ବାଳିଙ୍କ ପାଦ ଧରି କ୍ଷମା ମାଗିଥିଲେ। ହୀରା ନୀଳା ପ୍ରଭୃତି ମୂଲ୍ୟବାନ ପଦାର୍ଥ ଉପହାର ଦେଇ କିଷ୍କିନ୍ଧା ରାଜାଙ୍କର ବସତା ସ୍ୱୀକାର କରିସାରିବା ପରେ ସେ ମୁକ୍ତ ହେଲେ। ଜୀବନ ଥିବା ପର୍ଯ୍ୟନ୍ତ ସେ କେବଳ କିଷ୍କିନ୍ଧା ଆକ୍ରମଣ ନ କରିବା ପାଇଁ ଶପଥ ନେଲେ। ମୟଦତ୍ତ ରାଜାଙ୍କର କନ୍ୟା ମଙ୍ଗୋଦରୀ ସହିତ ରାବଣଙ୍କର ବିବାହ ହେଲା। ଇନ୍ଦ୍ରଜିତ ମେଘନାଦ ନାମରେ ତାଙ୍କର 2 ପୁତ୍ର ଜନ୍ମ ହେଲେ। ସେମାନେ ବଡ଼ ହୋଇ ବିବାହ କଲେ। ରାବଣର 72 ଜଣ ପୁତ୍ର ଏବଂ 1300 ନାତି ଥିଲେ। ଦିନେ ଦଶାନନ ନିଜର ସୈନ୍ୟ ସାମନ୍ତଙ୍କ ସହିତ କୈଳାସ ପର୍ବତରେ ପହଞ୍ଚିଲେ। ଶିବଙ୍କର ଅନୁଚର ନନ୍ଦୀ ତାଙ୍କର ପଥରୁଦ୍ଧ କରିବାରୁ ସେ ତାଙ୍କୁ ଆଘାତ କଲେ। ନନ୍ଦୀ ଅଭିଶାପ ଦେଲେ, ମୋରି ବାନର ଜାତି ମାନଙ୍କ ଦ୍ୱାରା ତୁମର ଲଙ୍କାପୁର ଧ୍ୱଂସ ହେଉ। ନନ୍ଦୀର ଅଭିଶାପରେ ଉତ୍କ୍ଷିପ୍ତ ହୋଇ ରାବଣ କୈଳାସ ପର୍ବତ ପାଡ଼ି ସମୁଦ୍ରକୁ ଫିଙ୍ଗି ଦେବା ପାଇଁ ଚେଷ୍ଟା କଲେ। ଶିବ ତାଙ୍କୁ ଆଶ୍ୱାସନା ଦେଇ ସନ୍ତୁଷ୍ଟ କରିବା ପରେ କୈଳାସ ପର୍ବତ ତ୍ୟାଗ କରି ସେ ଚାଲିଗଲେ। ସ୍ୱର୍ଗପୁର ଉପରେ ରାବଣର ଦୃଷ୍ଟି ପଡ଼ିଲା। ଦେବରାଜ ଇନ୍ଦ୍ର ଏବଂ ଅନ୍ୟ ଦେବତାମାନେ ଯୁଦ୍ଧ କରି ପରାସ୍ତ ହେଲେ। ରାବଣ ସେମାନଙ୍କୁ ନିଜର ପରିଚାଳକ ରୂପେ ନିଯୁକ୍ତ କଲେ। ଇନ୍ଦ୍ର ପୂଜା ପାଇଁ ଫୁଲ ଯୋଗାଇଲେ। ବ୍ରହ୍ମା ବେଦ ପାଠ କଲେ। ଅଗ୍ନି ଦେବତା ରନ୍ଧନ କାର୍ଯ୍ୟରେ ସହଯୋଗ କଲେ। ମେନକା, ରମ୍ଭା, ଉର୍ବଶୀ ପ୍ରଭୃତି ସ୍ୱର୍ଗର ନର୍ତ୍ତକୀ ମାନେ ନାଚ ଗୀତରେ ରାବଣର ମନୋରଞ୍ଜନ କଲେ। ସ୍ୱର୍ଗପୁର ରାବଣ ଅତ୍ୟାଚାରରେ ଛାରଖାର ହୋଇଗଲା। ଦିନେ ଦେବତା ମାନେ ଲଙ୍କପତି ଅଗୋଚରରେ ଏକତ୍ରିତ ହୋଇ ଗୋଲକ ବିହାରୀ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ରାବଣ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ ମାଗିଲେ। ବିଷ୍ଣୁ କହିଲେ, ବ୍ରହ୍ମା ବରରେ ବଳିୟାନ ରାକ୍ଷସ ରାବଣକୁ ନିହତ କରିବା ପାଇଁ ମୁଁ ରାମ ରୂପରେ ପୃଥିବୀରେ ଜନ୍ମ ନେବି। ତୁମେ ମାନେ ସେହି ସୁଦିନକୁ ଅପେକ୍ଷା କର। ନାରାୟଣଙ୍କ କଥା ଶୁଣି ଦେବତା ମାନେ ଆନନ୍ଦିତ ହେଲେ। ବିଷ୍ଣୁଙ୍କର ରାମ ଅବତାର ଦେଖିବା ପାଇଁ ପ୍ରତୀକ୍ଷା କରି ରହିଲେ। ବୋଲ ଜୟ ସିୟା ରାମ କି ଜୟ, ମାତା ସୀତା की जय, जय बजरंगबली।
ଜୟ ଜଗନ୍ନାଥ।